ଏହି ସୁନ୍ଦର ସୁଯୋଗ ନିମନ୍ତେ ମୁଁ ସର୍ବପ୍ରଥମେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସମସ୍ତ ଶ୍ରୋତାଗଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମ୍ଭେମାନେ ବାକ୍ୟକୁ ଯିବା। ଯେତେବେଳେ ଆମ୍ଭେମାନେ ନୂତନ ବର୍ଷରେ ପଦାର୍ପଣ କରିଥାଉ, ପୁଣି ନୂତନ ବର୍ଷ ପାଇଥାଉ, ସେହି ସମୟରେ ଅତି ଆଡମ୍ବର ସହିତ ଆମ୍ଭେମାନେ ପିଠାପଣା କରି, ପୁଣି ନୂତନ ନୂତନ ପୋଷାକ ପରିଧାନ କରି, ପୁଣି ଡିଜେ ସହିତ ନାଚ ଗୀତ ଓ ନୂତନ ନୂତନ ଜାଗା ପରିଭ୍ରମଣ କରି ଆମ୍ଭେମାନେ ନୂତନ ବର୍ଷକୁ ସ୍ୱାଗତ କରିଥାଉ। କିନ୍ତୁ ପବିତ୍ର ଶାସ୍ତ୍ର ବାଇବଲ କୁହେ କି ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ଆସନ୍ତୁ ଆମ୍ଭେମାନେ ଗୋଟିଏ ବାକ୍ୟ ଦେଖିବା। ତାହା ହେଉଛି ଉପଦେଶକ 1 ପର୍ବ 4 ପଦରୁ 10 ପଦରେ ଏପରି ଲେଖା ଅଛି। ଆସନ୍ତୁ ସେହି ବାକ୍ୟଟିକୁ ଦେଖିବା। 4 ପଦ, ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ, କିନ୍ତୁ ପୃଥିବୀ ସଦାକାଳ ଥାଏ। 5, ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ। 6, ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ, ଆପଣା ପଥରେ ସର୍ବଦା ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ। 7, ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀ ସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। 8 ପଦ, ସମଗ୍ର ବିଷୟ କ୍ଲାନ୍ତିପୂର୍ଣ୍ଣ, ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିମ୍ବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। 9 ପଦ, ଯାହା ହୋଇଅଛି ତାହା ହିଁ ହେବ ଓ ଯାହା କରାଯାଇଅଛି ତାହା ହିଁ କରାଯିବ। ପୁଣି ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। 10, ଯାହା ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି, ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ଆମ୍ଭେମାନେ ଜାଣିଲୁ କି ବାକ୍ୟ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହେ, ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନାହିଁ ବା ନୂଆ ବିଷୟ ନାହିଁ। ତେବେ ଆମ୍ଭେମାନେ ଏହି ନୂଆ ବର୍ଷରେ କ'ଣ ଏପରି ଏକ ନୂଆ ବିଷୟ ପାଇଲୁ? ଯଦି ଆମ୍ଭେମାନେ ସୂକ୍ଷ୍ମ ଭାବରେ ଦେଖିବା, ଅନୁଧ୍ୟାନ କରିବା, ତେବେ ଏହି ନୂତନ ବର୍ଷରେ ଆମ୍ଭେମାନେ ଗୋଟିଏ ନୂଆ ବିଷୟ ପାଇଅଛୁ। ତାହା ହେଉଛି ମସିହା। ପୂର୍ବେ ଆମ୍ଭେମାନେ 2025 ମସିହାରେ ଥିଲୁ, ପୁଣି ବର୍ତ୍ତମାନ ଆମ୍ଭେମାନେ ନୂତନ ବର୍ଷ 2026ରେ ପ୍ରବେଶ କରିଅଛୁ। କେବଳ ଗୋଟିଏ ମାତ୍ର ଆମ୍ଭେମାନେ ନୂଆ ବିଷୟ ପାଇଅଛୁ, ତାହା ହେଉଛି 2026। ଯାହା ବି ହେଉ, ଆମ୍ଭେମାନେ ନୂତନ ବର୍ଷ ପାଇଅଛୁ। ସଦାପ୍ରଭୁଙ୍କର ନାମ ମହିମା ହେଉ। ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଯୋଗାଇ ସୁସ୍ଥ ରଖି ଜୀବିତ ରଖି ଏହି ନୂତନ ବର୍ଷ ଦେଖିବା ନିମନ୍ତେ ସାହାଯ୍ୟ କରିଅଛନ୍ତି। ତେଣୁକରି ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ। କେବଳ ନୂତନ ବର୍ଷ ପାଇଲେ, ପିଠାପଣା ଖାଇଲେ, ନୂତନ ବସ୍ତ୍ର ପରିଧାନ କଲେ, ପୁଣି ନୂତନ ନୂତନ ଘର ନିର୍ମାଣ କଲେ, ନୂଆ ନୂଆ ଜାଗା ଭ୍ରମଣ କଲେ ଯଥେଷ୍ଟ ନୁହେଁ। ଏହି ନୂତନ ବର୍ଷରେ ଆମ୍ଭମାନଙ୍କୁ ବା ଖ୍ରୀଷ୍ଟିଆନ ଲୋକ ହିସାବରେ ନିଜକୁ ମଧ୍ୟ ନୂତନ କରିବାର ଆବଶ୍ୟକତା ରହିଅଛି। 2 କରନ୍ଥୀୟ 5 ପର୍ବ 17 ପଦରେ ଏପରି ଲେଖା ଅଛି। ଆସନ୍ତୁ ଆମ୍ଭେମାନେ ପଢିବା। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟ ସବୁ ହୋଇଅଛି। କେହି ଯଦି ଖ୍ରୀଷ୍ଟଙ୍କ ଠାରେ ଅଛି, ସିଏ ନୂତନ ସୃଷ୍ଟି ହୋଇଅଛି। ତାହାର ଅର୍ଥ କି ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନଥିଲୁ, ସେହି ସମୟରେ ଆମ୍ଭେମାନେ ଯାହା ଇଚ୍ଛା ତାହା କରୁଥିଲୁ, ଯାହା ଇଚ୍ଛା ତାହା ଖାଉଥିଲୁ, ପିଉଥିଲୁ, ପୁଣି ଯାହା ଇଚ୍ଛା ତାହା ପିନ୍ଧୁଥିଲୁ, ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉଥିଲୁ। କିନ୍ତୁ ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଲୁ, ସେହି ସମୟଠାରୁ ଆମ୍ଭେମାନେ ସମସ୍ତ ମନ୍ଦକର୍ମ, ଶାରୀରିକ ଅଭିଳାଷକୁ ପରିତ୍ୟାଗ କରି ଆମ୍ଭେମାନେ ବାକ୍ୟ ଯାହା ଆମ୍ଭମାନଙ୍କୁ କରିବାକୁ କହୁଅଛି ତାହା କରୁଅଛୁ, ପୁଣି ଯାହା ଆମ୍ଭମାନଙ୍କୁ ନ କରିବା ନିମନ୍ତେ କହୁଅଛି ସେହି ସମସ୍ତକୁ ପରିତ୍ୟାଗ କରୁଅଛୁ। ଖ୍ରୀଷ୍ଟଙ୍କ ଠାରେ ରହିବାର ଅର୍ଥ ହେଉଛି ଏହା କି ବାକ୍ୟରେ ରହିବା। ଯଦି ଆମ୍ଭେମାନେ ଯୋହନ ପୁସ୍ତକ 1:1 ଦେଖିବା, ସେଠାରେ ଲେଖାଯାଇଅଛି, ଆଦ୍ୟରେ ବାକ୍ୟ ଥିଲେ, ସେହି ବାକ୍ୟ ଈଶ୍ୱରଙ୍କ ସଙ୍ଗେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଯୋହନ 1:14 ଲେଖାଯାଇଅଛି, ସେହି ବାକ୍ୟ ଦେହ ରୂପ ଧାରଣ କରି ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ସେହି ବାକ୍ୟ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟଙ୍କ ଠାରେ ରହିବାର ଅର୍ଥ ହେଉଛି ବାକ୍ୟରେ ରହିବା। ବାକ୍ୟରେ ରହିବାର ଅର୍ଥ ହେଉଛି କି ବାକ୍ୟ ଅନୁସାରେ ଜୀବନ ଯାପନ କରିବା। ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନଥିଲୁ,
ଆମ୍ଭେମାନେ ଶାରୀରିକ ଅଭିଳାଷ ପୁଣି ସାଂସାରିକ ଅଭିଳାଷକୁ ନେଇ ଜୀବନ ଯାପନ କରୁଥିଲୁ। ଆମର ମନ ମନ୍ଦରେ ପୂର୍ଣ୍ଣ ଥିଲା, ପୁଣି କୁକର୍ମ କରୁଥିଲୁ। କିନ୍ତୁ ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ, ସେହି ସମୟଠାରୁ ଆମ୍ଭେମାନେ ବାକ୍ୟ ଆମ୍ଭମାନଙ୍କୁ ଯାହା କିଛି କରିବାକୁ କହୁଅଛି ତାହା କରୁଅଛୁ, ପୁଣି ଯାହା କିଛି ପରିତ୍ୟାଗ କରିବା ନିମନ୍ତେ କହୁଅଛି ତାହା ଆମ୍ଭେମାନେ ପରିତ୍ୟାଗ କରୁଅଛୁ। ଏହା ହେଉଛି ବାସ୍ତବରେ ଖ୍ରୀଷ୍ଟଙ୍କ ଠାରେ ରହିବାର ଅର୍ଥ। ଏଣୁକରି ଲେଖାଯାଏ କି ଯେ କେହି ଖ୍ରୀଷ୍ଟଙ୍କ ଠାରେ ଅଛି ସିଏ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ସବୁ ନୂତନ ହୋଇଅଛି। ତାହାର ଅର୍ଥ ଆମ୍ଭେମାନେ ମନକୁ ପରିବର୍ତ୍ତନ କଲୁ। ପୂର୍ବେ ଆମ୍ଭମାନଙ୍କ ମନରେ କୁଅଭିଳାଷ, ସାଂସାରିକ ଅଭିଳାଷ, ଶାରୀରିକ ଅଭିଳାଷ ମନ୍ଦରେ ପୂର୍ଣ୍ଣ ଥିଲା। ପୂର୍ବେ ଆମ୍ଭମାନଙ୍କର ମନ ସାଂସାରିକ ଅଭିଳାଷ, କୁଅଭିଳାଷ, ଶାରୀରିକ ଅଭିଳାଷରେ ପୂର୍ଣ୍ଣ ଥିଲା। କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ସେ ସମସ୍ତ ବିଷୟକୁ ଆମ୍ଭମାନଙ୍କ ମନରୁ କାଢି ଦେଇ ସେହି ମନରେ ଆମ୍ଭେମାନେ ଆତ୍ମାଙ୍କ ଫଳକୁ ପରିପୂର୍ଣ୍ଣ କରିଅଛୁ। ତେଣୁକରି ବାକ୍ୟରେ ଲେଖାଯାଏ ମାଥି ପୁସ୍ତକ 3 ପର୍ବ 8 ପଦରେ, ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ଯଦି ଆମ୍ଭେମାନେ ନୂତନ ହୋଇଅଛୁ ତେବେ ବା ନିଜକୁ ନୂତନ କରିବାକୁ ଇଚ୍ଛା ପ୍ରକାଶ କରୁଅଛୁ, ନିଜକୁ ନୂତନ ବୋଲି ଭାବୁଛୁ, ତେବେ ଆମ୍ଭମାନଙ୍କୁ ଏହି ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରିବାକୁ ପଡିବ। ଆହୁରି ମଧ୍ୟ ଗୋଟେ କଥା ଲେଖାଯାଇଅଛି, ତାହା ହେଉଛି କଲୋସ୍ୟ ପୁସ୍ତକ 3 ପର୍ବ 8 ପଦରୁ 10 ପଦ ଯାଏଁ। କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହି ସବୁ ବିଷୟ ଅର୍ଥାତ୍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହି ସବୁ ପରିତ୍ୟାଗ କର। ପରସ୍ପର ମିଥ୍ୟା କୁହ ନାହିଁ। ତୁମ୍ଭେମାନେ ତ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ଆମ୍ଭମାନଙ୍କୁ ନୂତନ କରିବା ନିମନ୍ତେ ଆମ୍ଭମାନଙ୍କୁ କେତେଟା ବିଷୟ କରିବାକୁ ପଡିବ। ଆସନ୍ତୁ ପ୍ରଥମ ବିଷୟଟି ଦେଖିବା। ପ୍ରଥମ ବିଷୟ ହେଉଛି ପୁନର୍ଜନ୍ମ। ଯୋହନ ପୁସ୍ତକ 3 ପର୍ବ 3 ପଦରୁ 5 ପଦ ଯାଏ ଏପରି ଲେଖା ଅଛି। ଆସନ୍ତୁ ପଢିବା। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ନିକୋଦିମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାରେ ଜନ୍ମ ହୋଇପାରେ? ସେ କଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ? ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭଙ୍କୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ନିଜକୁ ନୂତନ କରିବାକୁ ହେଲେ ପ୍ରଥମ ବିଷୟ ଆମ୍ଭମାନଙ୍କୁ କରିବାକୁ ପଡିବ, ତାହା ହେଉଛି ପୁନର୍ଜନ୍ମ। ଆମ୍ଭେମାନେ ପୁନର୍ଜନ୍ମ ହେବା ଆବଶ୍ୟକ। ପୁନର୍ଜନ୍ମ ଏକ ଏପରି କାର୍ଯ୍ୟ କି ଯାହାକୁ ଆମେ ମନର ପରିବର୍ତ୍ତନ କହୁ। ପୁନର୍ଜନ୍ମ ହେଉଛି ମନର ପରିବର୍ତ୍ତନ ବା ଚରିତ୍ରର ପରିବର୍ତ୍ତନ। ଏହା ରଙ୍ଗ ଢଙ୍ଗ କି ଶାରୀରିକ ପରିବର୍ତ୍ତନ ନୁହେଁ, ଏହା ହେଉଛି ଚରିତ୍ରର ପରିବର୍ତ୍ତନ। ଚରିତ୍ରର ପରିବର୍ତ୍ତନ ଅର୍ଥ, ଯେତେବେଳେ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନଥିଲୁ ସେହି ସମୟରେ ଆମେ ନିଜ ଇଚ୍ଛା ଅନୁଯାୟୀ କଥା, ଭାଷା, ଚାଳିଚଳନ, ଖାଇବା ପିଇବା, ଦେଖିବା, ବୁଲିବା କରୁଥିଲୁ। କିନ୍ତୁ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଲା ପରେ ଆମ୍ଭେମାନେ କେବଳ ବାକ୍ୟ ଅନୁଯାୟୀ ଜୀବନ ଯାପନ କରୁଅଛୁ। ଆମ୍ଭମାନଙ୍କର କଥା, ଭାଷା, ଷ୍ଟାଇଲ, ପୁଣି ଢଙ୍ଗ, ଚାଳିଚଳନ, ଖାଇବା ପିଇବା ସମସ୍ତ ବାକ୍ୟ ଉପରେ ଆଧାରିତ ଅଟେ। ଏହା ହେଉଛି ଚରିତ୍ରର ପରିବର୍ତ୍ତନ। ଯଦି ଆମ୍ଭେମାନେ ନିଜକୁ ନୂତନ କରିବା ନିମନ୍ତେ ବା ନୂତନ ହେବାକୁ ଇଚ୍ଛା ପ୍ରକାଶ କରୁଅଛୁ, ତେବେ ପ୍ରଥମ ବିଷୟ ଆମ୍ଭମାନଙ୍କୁ ନୂତନ ଜନ୍ମ ନେବାକୁ ପଡିବ, ତାହା ହେଉଛି ଚରିତ୍ରର ପରିବର୍ତ୍ତନ। ବର୍ତ୍ତମାନ ଆପଣମାନେ ଖ୍ରୀଷ୍ଟିଆନ ଅଟନ୍ତି, ଆଉ ଆପଣମାନେ କଣ କରିବେ କି ବାକ୍ୟ ଅନୁସାରେ ନିଜର ଚରିତ୍ରକୁ ଗଠନ କରିବେ। ଏହା ହେଉଛି ପୁନର୍ଜନ୍ମ। ତାପରେ ସେକେଣ୍ଡ ବିଷୟ ଆମ୍ଭମାନଙ୍କୁ କରିବାକୁ ପଡିବ କି ନୂଆ ରାସ୍ତାରେ ଚାଲିବା, ଯାହାକୁ ନୂତନ ଚାଲି ବୋଲି କୁହାଯାଏ। ଆସନ୍ତୁ ଆମ୍ଭେମାନେ ଗୋଟିଏ ବାକ୍ୟ ଦେଖିବା। ତାହା ହେଉଛି ରୋମୀୟ ପୁସ୍ତକ 6:14। କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୂଷାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ। ଯେତେବେଳେ ଆମ୍ଭେମାନେ ନିଜକୁ ନୂତନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରୁ,
ବା ଖ୍ରୀଷ୍ଟଙ୍କ ଠାରେ ରହିବାକୁ ଇଚ୍ଛା ପ୍ରକାଶ କରୁ, ତେବେ ଦ୍ୱିତୀୟ ବିଷୟ ଆମ୍ଭମାନଙ୍କୁ କରିବାକୁ ପଡ଼ିବ କି ତାହା ହେଉଛି ନୂତନ ଚାଲି ବା ନୂଆ ପଥ ଅବଲମ୍ବନ କରିବା। ଯେଉଁ ପଥ କି ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଏ। ଆସନ୍ତୁ ଗୋଟିଏ ବାକ୍ୟ ଦେଖିବା, ତାହା ହେଉଛି ଗାଲାତୀୟ ପୁସ୍ତକ 5 ପର୍ବ 16 ପଦରୁ 23 ପଦରେ ଏପରି ଲେଖା ଅଛି। ମୁଁ ସମସ୍ତଙ୍କ ନିମନ୍ତେ ତାହା ପଢି ଦେଉଅଛି। ମୋର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ। ଯେଣୁ ଏହି ଦୁଇ ପରସ୍ପରର ବିପରୀତ। ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରିପାର ନାହିଁ। 18 ପଦ, କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମଉସାଙ୍କ ବ୍ୟବସ୍ଥାର ଅଧୀନ ନୁହଁ। 19, ଶରୀରର କାର୍ଯ୍ୟଗୁଡ଼ିକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମ ଗୁଡ଼ାକ ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏଠାରେ ଆମେମାନେ ଦେଖିଲୁ କି ଶରୀରର କାର୍ଯ୍ୟ ଗୁଡ଼ାକ, ଯାହାକି ପୁରାତନ ସ୍ୱଭାବ ବା ପାପ ବୋଲି କୁହାଯାଏ, ସେଗୁଡ଼ିକ ହେଲା ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ। ଏଗୁଡ଼ିକ ହେଲା ପୁରାତନ ସ୍ୱଭାବ ଓ ଶାରୀରିକ ଅଭ୍ୟାସ ଗୁଡ଼ିକ। ଯେତେବେଳେ ଆମ୍ଭେମାନେ ଖ୍ରୀଷ୍ଟଙ୍କୁ ଜାଣିନଥିଲୁ, ଏହି ସବୁ ବିଷୟ କରି ଆସୁଥିଲୁ, କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ଅଛୁ, ତେବେ ଏହି ସମସ୍ତ ବିଷୟ ପରିତ୍ୟାଗ କରିଅଛୁ। ତାହାର ଅର୍ଥ ଆମ୍ଭେମାନେ ଶାରୀରିକ ଅଭିଳାଷକୁ ପରିତ୍ୟାଗ କରି, ମନ୍ଦ କର୍ମକୁ ପରିତ୍ୟାଗ କରି, ପୁରାତନ ପଥକୁ ପରିତ୍ୟାଗ କରି ଆମ୍ଭେମାନେ ନୂତନ ପଥରେ ଚାଲୁଅଛୁ। ଯଦି ଆମ୍ଭେମାନେ ନୂତନ ବର୍ଷରେ ପ୍ରବେଶ କରିଅଛୁ, ନିଜକୁ ମଧ୍ୟ ନୂତନ କରିବାର ଆବଶ୍ୟକତା ରହିଅଛି। ତେଣୁକରି ଆସନ୍ତୁ ଆମ୍ଭେମାନେ ନିଜକୁ ନୂତନ କରିବା। ପ୍ରଥମ ବିଷୟ ହେଉଛି ଚରିତ୍ରର ପରିବର୍ତ୍ତନ, ଯାହାକୁ ପୁନର୍ଜନ୍ମ ବୋଲି କହୁଛୁ। ପୁଣି ଦ୍ୱିତୀୟ ବିଷୟଟି ହେଉଛି ନୂଆ ଚାଲି ବା ନୂଆ ପଥ ଅବଲମ୍ବନ, ତାହା ହେଉଛି ଆତ୍ମାଙ୍କର ପଥ। ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହି ମୋର ବାକ୍ୟକୁ ସମାପ୍ତ କରିବି, ତେଣୁକରି ଧ୍ୟାନର ସହିତ ଶୁଣନ୍ତୁ। ଯେତେବେଳେ ନୂତନ ବର୍ଷ ଆସିଥାଏ, ସେହି ସମୟରେ ସାରା ପୃଥିବୀରେ ଲୋକମାନେ ଆପଣା ଆପଣା ପରିଜନମାନଙ୍କୁ, ପୁଣି ଆପଣା ଆପଣା ସମ୍ପର୍କୀୟ ଲୋକମାନଙ୍କୁ ଗ୍ରିଟିଂସ୍ କାର୍ଡ ଦ୍ୱାରା, ପୁଣି ଇମେଲ ଜରିଆରେ, ପୁଣି ମୁଖରେ ହାପି ନ୍ୟୁ ଇୟର ଜଣାଇଥାନ୍ତି। ଏଠାରେ ହାପି ନ୍ୟୁ ଇୟର କହିବାର ଅର୍ଥ କ'ଣ ହେଇପାରେ? ମୁଁ ବୁଝିବାରେ, ଜଣେ ଯଦି ଜଣକୁ ହାପି ନ୍ୟୁ ଇୟର କହୁଅଛି, ତେବେ କହିବା ଲୋକର ଇଚ୍ଛା ଏହା କି ଶୁଣିବା ଲୋକ ପ୍ରତି ସେହି ଶୁଣିବା ଲୋକର ଜୀବନ ନୂତନ ବର୍ଷରେ ସୁଖମୟ, ସମୃଦ୍ଧମୟ, ଖୁସିମୟ ହେଉ। ତାର ଅର୍ଥ ଯିଏ ଯାହାକୁ ହାପି ନ୍ୟୁ ଇୟର କହୁଅଛି, ସେହି କହିବା ଲୋକ ଶୁଣିବା ଲୋକର ଜୀବନ ସୁଖମୟ ହେଉ ବୋଲି ଇଚ୍ଛା କରୁଅଛି। ଯଦି ଜଣେ ସ୍ୱାମୀ ମଦ୍ୟପାନ କରି ଆସିବ ଓ ତାହାର ସ୍ତ୍ରୀକୁ କହିବ ହାପି ନ୍ୟୁ ଇୟର ମୋ ସ୍ତ୍ରୀ, ତେବେ ତାର ସ୍ତ୍ରୀ ଖୁସି ହବ କି? କଦାପି ଖୁସି ହବ ନାହିଁ। କାହିଁକି? ତାର ସ୍ୱାମୀ ମଦ୍ୟପାନ କରି ଆସିଅଛି। ମୁଁ କହିବାର ଅର୍ଥ, ଯଦି ଆମ୍ଭେମାନେ ସାଧାରଣ ଭାବରେ ହାପି ନ୍ୟୁ ଇୟର ବୋଲି ଅନ୍ୟମାନଙ୍କୁ କହିଥାଉ, ପୁଣି କୁକର୍ମ ମନ୍ଦ କର୍ମ ସବୁ ପରିତ୍ୟାଗ କରିନଥାଉ, ତେବେ ସେହି ଲୋକମାନଙ୍କର ଜୀବନ ଖୁସିମୟ ହବ କି? ଯଦି ଆପଣମାନେ ଅନ୍ୟମାନଙ୍କର ଜୀବନ ଖୁସିମୟ ହେଉ ବୋଲି ଇଚ୍ଛା କରୁଅଛନ୍ତି, ହାପି ନ୍ୟୁ ଇୟର କହିବା ସହିତ ଆପଣଙ୍କର ସୁକର୍ମ ଗୁଡ଼ିକ ମଧ୍ୟ କରିବାର ଆବଶ୍ୟକତା ରହିଅଛି। ସମସ୍ତ ମନ୍ଦ କର୍ମ ପରିତ୍ୟାଗ କରି, ସମସ୍ତ ଶାରୀରିକ ଅଭିଳାଷ, ପୁଣି କୁଅଭିଳାଷକୁ ପରିତ୍ୟାଗ କରି ଆତ୍ମାଙ୍କର ଅଭିଳାଷ କାର୍ଯ୍ୟଗୁଡ଼ିକ କରିବାକୁ ପଡ଼ିବ। ତେବେ ସମସ୍ତେ ଖୁସି ହେବେ। ତେବେ ଆସନ୍ତୁ ଆମ୍ଭେମାନେ ପରିବାରରେ, ଚର୍ଚ୍ଚରେ, ସମାଜରେ, ଗାଁରେ ଆମ୍ଭେମାନେ ଆନନ୍ଦର ପରିସ୍ଥିତି ସୃଷ୍ଟି କରିବା ଓ ସୁକର୍ମ କରିବା,
ଆତ୍ମାଙ୍କର କର୍ମ କରିବା ସମସ୍ତେ ଖୁସିରେ ରହିବେ। ଯଦି ଆପଣମାନଙ୍କୁ ମୋର ପ୍ରଚାର ଭଲ ଲାଗିଲା ତେବେ ଆପଣମାନଙ୍କୁ ମୋର ଅନୁରୋଧ, ମୋତେ ସାହାଯ୍ୟ କରନ୍ତୁ। ଏହି ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।